ସବୁ କିଛି ବିଷୟ। ଆଉ ବିଶ୍ରାମ ଦିନ ସପ୍ତମ ଦିନ ପ୍ରଭୁ ସବୁ କିଛି ନିର୍ମାଣ କରିଥିଲେ ଆଉ ସପ୍ତମ ଦିନରେ ସେ ବିଶ୍ରାମ ନେଇଥିଲେ ଆଉ ସେଇ ଦିନ ବିଶ୍ରାମରେ ପବିତ୍ର ରୂପେ ପାଳନ କର ବୋଲି ଆମେ ଯାତ୍ରା ପୁସ୍ତକରେ ଆମେ ବି ଅଧ୍ୟୟନ କରିଅଛୁ, ଯୋଉଟା ଆମେ 10 ଆଜ୍ଞାରେ ସେଇ ଜାଗାରେ ବି ଲେଖା ହେଇଅଛି ଯେ ସେଇ ଦିନ କୌଣସି କାର୍ଯ୍ୟ କୌଣସି ବିଷୟ କରାଯାଏ ନାହିଁ ଆଉ ସେଇ ଦିନ ଯେ କାର୍ଯ୍ୟ କରେ ତାହାକୁ ଦଣ୍ଡ ଦିଆଯାଏ ବୋଲି, ମୃତ୍ୟୁ ଦଣ୍ଡ ଦିଆଯିବ ବୋଲିକି ବ୍ୟବସ୍ଥାରେ ଥିଲା। ଆଉ ଏଇ ଜାଗାରେ କହୁଅଛନ୍ତି ତାଙ୍କର ଶିଷ୍ୟ ମାନେ କଣ କରୁଥିଲେ, ସେ ବିଶ୍ରାମ ବାର ଦିନରେ ଯାଉଥିଲା ସମୟରେ ଶସ୍ୟ କ୍ଷେତ୍ରରେ ସେମାନେ ସେ ଶିକ୍ଷାକୁ ଛିଣ୍ଡେଇକି ସେମାନେ ଖାଉଥିଲେ ମଲି କରିକି। ଆଉ ସେଇ ସମୟରେ ସାଧୁକି ଫାରୁସି ମାନେ ସେ ବିଷୟ କହୁଥିଲେ ଯେ ବିଶ୍ରାମ ବାରରେ ଏ ବିଷୟ କାର୍ଯ୍ୟ କରିବା କଥା ନୁହେଁ, ହେଲେ ତୁମର ଶିଷ୍ୟ ମାନେ ଏ ବିଷୟ କାର୍ଯ୍ୟ କରୁଅଛନ୍ତି, ଆମର ବିଶ୍ରାମ ବାରକର ନିୟମକୁ ସେ ଉଲ୍ଲଙ୍ଘ କରୁଅଛନ୍ତି। ତାପରେ ସେଇ ଜାଗାରେ ପ୍ରଭୁ ଯୀଶୁ ସେ ନିଜେ କହୁଅଛନ୍ତି ଯେ ତମେ ଜାଣିନାହ କି ଯେ ଦାଉଦ ଯେଉଁ ସମାଜରେ ସେ କ୍ଷୁଧିତ ଥିଲେ ଆଉ ସେଇ ସମାଜରେ ଗୋଟେ ମହାଯାଜକ ଥିଲେ ଅଭିୟାଥ 26 ଉପରେ ଅଛି ମୋର ସରି ଅଭିୟାଥ 26 ପଦରେ ଅଛି। ଅଭିୟାଥର ମହାଯାଜକ ସମାଜରେ ସେ ଗୃହରେ ପ୍ରବେଶ କରେ ସେଇ ଦର୍ଶନୀୟ ରୋଟି, ଯୋଉ ଦର୍ଶନୀୟ ରୋଟି ଆମେ ପଢିଅଛୁ ବ୍ୟବସ୍ଥାରେ ଅଛି, ବ୍ୟବସ୍ଥା ପୁସ୍ତକରେ ଆମର ଲେବୀୟ ପୁସ୍ତକରେ ଅଛି। ଆଉ ସେଇ ବ୍ୟବସ୍ଥା ଦେଲା ସମୟରେ ପ୍ରଭୁ ଯୀଶୁ ସଦା ପ୍ରଭୁ ସେ ନିୟମ ଦେଇଥିଲେ ଆଉ ସେଇ ଦର୍ଶନୀୟ ରୋଟି ଯାଜକ ବିନା ଆଉ କେହି ସେଇଟା ସେ ସ୍ପର୍ଶ କରିପାରୁନଥିଲେ। ହେଲେ ଦାଉଦ ସେ ବିଷୟ ଯାଇକି ସେ ବ୍ୟବସ୍ଥାର ନିୟମକୁ ସେ ବିଧି ସଙ୍ଗତ ନିୟମକୁ ସେ ଭାଙ୍ଗି ଦେଇଥିଲେ ଆଉ ସେ ରୋଟି ଆଣିକି ତାଙ୍କର ସଙ୍ଗୀ ମାନଙ୍କର ସହିତ ସେମାନେ ଖାଇଥିଲେ। ଆଉ ସେଇ ବିଷୟ ପ୍ରଭୁ ଯୀଶୁ ଉଦାହରଣ ଦେଇକି କହୁଅଛନ୍ତି ଆଉ କହୁଅଛନ୍ତି ଯେ ବିଶ୍ରାମର ମନୁଷ୍ୟ ନିମନ୍ତେ ହୋଇଅଛି। ପ୍ରେଜ୍ ଦ ଲର୍ଡ। ବିଶ୍ରାମର କାହା ନିମନ୍ତେ ହୋଇଅଛି? ଆମ ମାନଙ୍କର ନିମନ୍ତେ ହୋଇଅଛି ବୋଲିକି କହୁଅଛନ୍ତି। ଆଉ ମନୁଷ୍ୟ ବିଶ୍ରାମ ବାର ନିମନ୍ତେ ହୋଇନାହିଁ ବୋଲିକି କହୁଅଛନ୍ତି। ତାପରେ ମନୁଷ୍ୟ ପୁତ୍ର ବିଶ୍ରାମ ବାରର ମଧ୍ୟ ପ୍ରଭୁ ଅଟନ୍ତି ବୋଲିକି କହୁଅଛନ୍ତି। ପ୍ରେଜ୍ ଦ ଲର୍ଡ। ଆମେ ଆଦି ପୁସ୍ତକରେ ବି ଆମେ ପଢିଅଛୁ ଜାଣିଅଛୁ ଯେ ବିଶ୍ରାମ ବାରରେ ପରମେଶ୍ୱର ସବୁ କିଛି ନିର୍ମାଣ କଲେ ଆଉ ସେଇଦିନ ସେ ବିଶ୍ରାମ ଦେଲେ। ପ୍ରେଜ୍ ଦ ଲର୍ଡ। ଆଉ ସେଇଦିନ ବିଶ୍ରାମ ଆମେ ଯଦି ଆଉ ଗୋଟେ ଦେଖିବା ହେଇ ଲେବୀୟ ପୁସ୍ତକ ହେଇ ପୁରାତନ ନିୟମରେ ସେ ବିଷୟରେ ଲେଖା ହେଇ ଅଛି ଯେ କଣ ସେଟା ପଢିଦେଲେ ଠିକ ହବ। ଲେବୀୟ ପୁସ୍ତକରେ ଅଛି, ଲେବୀୟ ପୁସ୍ତକ ଯାତ୍ରା ପୁସ୍ତକରେ ଅଛି ହେଲା, ଆମ ପାଖରେ ତ ଟାଇମ ନାହିଁ। ହେଲେ ସେଇ ଜାଗାରେ ବି ଲେଖା ହେଇଅଛି ସେଇ ବିଷୟକୁ ଉଲ୍ଲଙ୍ଘ ଯିଏ କରେ ସିଏ ତାହାକୁ ଦଣ୍ଡ ଦିଆଯିବ ବୋଲିକିରି କୁହାଯାଇଛି। ପ୍ରେଜ୍ ଦ ଲର୍ଡ। ହେଲେ ଏଇ ଜାଗାରେ ଦେଖୁ ଯେ ଆମେ ଏଇ ସମାଜରେ ପୁରାତନ ନିୟମରେ ଆମେ ଯେଉଁ ନୂତନ ନିୟମରେ ପ୍ରଭୁ ଯୀଶୁଙ୍କର ଆସିଲା ସମାଜରେ ଆମେ ଯଦି ବିଶ୍ରାମ ବାର ଦିନକୁ ଆମେ ପାଳନ କରୁଅଛୁ ତାହେଲେ ଆମେ ସେଇ ଶେଷ ସମାଜରେ ଯେମିତି ଷଷ୍ଠ ଦିନର ସବୁ କିଛି ନିର୍ମାଣ କରି ସାରିଲା ପରେ ସେ ବିଶ୍ରାମ ନେଲେ, ତ ସେଇପରି এই পৃথিবী ସବୁ କିଛି ବିଷୟ ଶେଷ ହେଲା ସମାଜରେ ଆମେ ଯଦି ସେଇ ବିଶ୍ରାମ ବାର ଦିନକୁ ଆମେ ପାଳନ କରୁଅଛୁ, ପବିତ୍ର ରୂପେ ପାଳନ କରୁଅଛୁ, ତାହେଲେ ଆମେ ତାଙ୍କ ଠାରେ ଆମେ ମହାବିଶ୍ରାମ ସ୍ଥାନରେ ଆମେ ରହିପାରିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଉ ସେଇ ନିୟମକୁ ଆମେ ଯଦି ଉଲ୍ଲଙ୍ଘ କରୁଅଛୁ, ଆମେ ଯଦି ପାଳନ କରୁନାହୁଁ, ତାହେଲେ ଆମେ ସେଇ ମହାବିଶ୍ରାମ ସ୍ଥାନକୁ ଆମେ ପ୍ରବେଶ କରିପାରିବା ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତାପରେ 3 ପଦରେ ଗୋଟେ ଲେଖାଯାଏ ଯେ 3 ପଦରେ ସେଇ ସାଧୁକି ଫାରୁସି ମାନେ କହୁଅଛନ୍ତି ସମାଜ ଗୃହରେ ପ୍ରବେଶ କଲା ବେଲେ ସେତେବେଳେ ପ୍ରଭୁ ଯୀଶୁ ଗୋଟେ ଦେଖିଲେ, ଗୋଟେ ବ୍ୟକ୍ତିକୁ ଦେଖିଲେ ଗୋଟେ ତାର ହାତ ଶୁଖି ଯାଇଥିଲା ଆଉ ସେଇ ହାତ ଶୁଖି ଯାଇଥିଲା ଆଉ ସେତେବେଳେ ସେ ସାଧୁକି ଫାରୁସି ମାନେ ଦେଖୁଛନ୍ ଯେ ବିଶ୍ରାମ ବାରରେ ତାହାକୁ ସୁସ୍ଥ କରିବେ କି ନାହିଁ ବୋଲିକି ସେମାନେ ଦେଖୁଥିଲେ। ଆମେ ଜାଣୁ ଯେ ବିଶ୍ରାମ ବାର ଦିନରେ କୌଣସି କାର୍ଯ୍ୟ କରାଯିବ ନାହିଁ ବୋଲିକି ବ୍ୟବସ୍ଥାରେ ଲେଖା ହେଇଅଛି। ତାପରେ ପ୍ରଭୁ ଯୀଶୁ ସେଇ ଜାଗାରେ କହିଛନ୍ ଯେ ବିଶ୍ରାମ ବାରରେ ଯେ ଆମେ ଭଲ କରିବା ନା ମନ୍ଦ କରିବା, ନା ପ୍ରାଣ ରକ୍ଷା କରିବା ନା ବିନାଶ କରିବା ବୋଲିକି ତାହାକୁ ସେ ପ୍ରଭୁ ଯୀଶୁ କ୍ୱେଶ୍ଚନ କରିଥିଲେ, କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଥିଲେ, କିଛି ଉତ୍ତର ଦେଇ ପାରି ନଥିଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତ ଆମେ ଏଇ ଜାଗାରେ ଆମେ ଦେଖୁଅଛୁ ବିଶ୍ରାମ ବାରର ପ୍ରଭୁ ଆଉ ଗୋଟେ ବିଶ୍ରାମ ବାର ଯୋଉ କାର୍ଯ୍ୟ ଯୋଉ ସୁସ୍ଥତା ବିଷୟ ପରମେଶ୍ୱର କାର୍ଯ୍ୟ କଲେ ସେ ବିଷୟ ଆମେ ଦେଖିଅଛୁ। ଆଉ ଏଇ ଜାଗାରେ ସାଧୁକି ଫାରୁସି ମାନଙ୍କ ଠାରେ ଆମେ ଦୈନିକ
ବି ଆମେ ଅଧ୍ୟୟନ କଲା ଆଉ ସେଇ ଜାଗାରେ ଦେଖାଯାଏ ଯେ ସାଧୁକି ଫାରୁସୀ ମାନଙ୍କ ହୃଦୟ କଠିନ ଥିଲା ଆଉ ସେମାନେ ବ୍ୟବସ୍ଥାକୁ ପାଳନ କରୁଥିଲେ ହେଲେ ତାଙ୍କ ଠାରେ ସେ ପ୍ରେମ ଆଉ ଦୟା ନଥିଲା ପ୍ରେଜ୍ ଦ ଲର୍ଡ ହାଲେଲୁୟା ସେ ଦୟା ସେ କରୁଣା ବିଷୟ ନଥିଲା ପ୍ରେଜ୍ ଦ ଲର୍ଡ ହାଲେଲୁୟା ଆଉ ସେଇ ଜାଗାରେ ଗୋଟେ ପଦେ କହିଲେ ଯେ ମାର୍କ 2:27 ପଦରେ ବି ଆମେ ଦେଖିଲା ଏଇ ଜାଗାରେ ବି ଲୁକରେ 27 ପଦରେ ଦେଖିଲା ଯେ ବିଶ୍ରାମର ମନୁଷ୍ୟ ନିମନ୍ତେ ହଁ ବିଶ୍ରାମର ମନୁଷ୍ୟ ନିମନ୍ତେ ହୋଇଅଛି ମନୁଷ୍ୟ ବିଶ୍ରାମବାର ନିମନ୍ତେ ହୋଇନାହିଁ ପରମେଶ୍ୱରଙ୍କର ଆଜ୍ଞା ଜୀବନକୁ ଆଶୀର୍ବାଦ କରିବା ବା ରକ୍ଷା କରିବା ପାଇଁ ଥିଲା ଲୋକଙ୍କୁ ଦାସ କରିବା ପାଇଁ ନୁହେଁ ପ୍ରେଜ୍ ଦ ଲର୍ଡ ହାଲେଲୁୟା ଗୋଟେ ଆମେ ଦେଖୁ ଯେ ନୂତନ ନିୟମରେ ଆମକୁ ଏଇ ଜାଗାରେ କହୁଅଛନ୍ତି ପ୍ରେମ ବିଷୟ କଥା କହୁଅଛନ୍ତି ପ୍ରେମ ବିଷୟ ଆଉ ପାଉଲ ନୂତନ ନିୟମରେ ଗୋଟେ ପଦ କହିଲେ କାରଣ ଗାଲତୀୟ 5:14 ପଦରେ ଆଉ ସେଟା ଦୈନିକ ଆହାରରେ ବି ଅଛି ଯେ କାରଣ ସମସ୍ତ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ କୋଉ ବାକ୍ୟରେ ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ପ୍ରେଜ୍ ଦ ଲର୍ଡ ପ୍ରେମ କରିବାର ବିଷୟ କଥା କହୁଅଛନ୍ତି ଏଇ ଜାଗାରେ ସବୁ ବ୍ୟବସ୍ଥା ପୂର୍ଣ୍ଣ ହଉଅଛି ବୋଲିକି କହୁଅଛନ୍ତି ପ୍ରେଜ୍ ଦ ଲର୍ଡ ହାଲେଲୁୟା ଆଉ ସେମାନେ ସେଇ ବ୍ୟବସ୍ଥା ନିୟମକୁ ପାଳନ କରୁଥିଲେ ହେଲେ ତାଙ୍କ ଠାରେ ସେ ପ୍ରେମ ନଥିଲା ତାଙ୍କ ଠାରେ ସେ ଦୟା ନଥିଲା ସେ କରୁଣା ତାଙ୍କ ଠାରେ ନଥିଲା ପ୍ରେଜ୍ ଦ ଲର୍ଡ ହାଲେଲୁୟା ଆଉ କହୁଅଛନ୍ତି ଆମେ ଏଇ ଜାଗାରେ ଆମେ ଶିକ୍ଷା ଗ୍ରହଣ କରୁଅଛୁ ଯେ ଆମେ ଗୋଟେ ବାକ୍ୟରେ ସିଦ୍ଧ ହେବ ଯୋଉଟା କି ପ୍ରେମ ପ୍ରେଜ୍ ଦ ଲର୍ଡ ଆଉ ଗୋଟେ ଆମେ ଜାଗ ଦେଖିଛୁ ଯେ ପାଉଲ ପ୍ରଥମ କରନ୍ଥୀୟ 12 ଅଧ୍ୟାୟରେ ବି ଲେଖି ଅଛନ୍ତି ଆଉ କହି ଅଛନ୍ତି ସେଇ ଜାଗାରେ ପ୍ରେମର ପରିଚୟ ବିଷୟ ଲେଖା ହେଇଅଛି ଆଉ ସେଇ ଜାଗାରେ କହି ଅଛନ୍ତି ଭାବବାଣୀ ପରଭାଷା ଆଉ ପ୍ରେମର ବିଷୟ କଥା ଲେଖା ହେଇଅଛି ପ୍ରଥମ କରନ୍ଥୀୟ 13 ହଁ ଆଉ ସେଇଟା ହଁ 13 ପଦରେ 12 ପଦ କହିଲି 13 ପଦରେ ଦେଖନ୍ତୁ ସେଇ ଜାଗାରେ 13 ପଦରେ ଗୋଟେ ବିଷୟ ଲେଖା ଅଛି 8 ପଦରେ ଗୋଟେ ଲେଖା ଅଛି 8 ପଦରେ ପ୍ରେମ କଦାପି ଶେଷ ହୁଏ ନାହିଁ କିନ୍ତୁ ଯଦି ଭାବବାଣୀ ଥାଏ ତାହା ଲୋପ ହେବ ଯଦି ପରଭାଷା ଥାଏ ସେହି ସବୁ ନିବୃତ୍ତ ହେବ ଯଦି ଜ୍ଞାନ ଥାଏ ତାହା ଲୋପ ହେବ ସବୁ କିଛି ଆଲୌକିକ ଶକ୍ତି ସବୁ କିଛି ବିଷୟ ଲୋପ ହେବ ହେଲେ ପ୍ରେମ କେବେ ଲୋପ ହେବ ନାହିଁ ବୋଲିକି କହୁଅଛନ୍ତି ତାପରେ 13 ପଦରେ କହୁଅଛନ୍ତି ଅତଏବ ବିଶ୍ୱାସ ଭରସା ପ୍ରେମ ଏହି ତିନି ସ୍ଥାୟୀ ଅଟେ କୋଉଟା ତିନି ସ୍ଥାୟୀ ଅଟେ ବିଶ୍ୱାସ ଭରସା ପ୍ରେମ ଆଉ ଏହି ତିନି ସ୍ଥାୟୀ ବିଷୟ ଠାରୁ ଉତ୍କୃଷ୍ଟ ହଉଅଛି ପ୍ରେମ ବୋଲିକି କହୁଅଛନ୍ତି ପ୍ରେଜ୍ ଦ ଲର୍ଡ ହାଲେଲୁୟା ତ ଆମେ ବ୍ୟବସ୍ଥାକୁ ସଫଳ କରିପାରିବା ଗୋଟିଏ ନିୟମକୁ ଆମେ ପାଳନ କଲେ ପ୍ରେମ କଲେ ସେଇ ଜାଗାରେ କହୁଅଛନ୍ତି ନାଇଁ ଗାଲତୀୟ 5:14 ପଦରେ ବି କହୁଛନ୍ତି ସେଇ ଜାଗାରେ ଯେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ପ୍ରେଜ୍ ଦ ଲର୍ଡ আর ଆମେ ପୁରାତନ ନିୟମକୁ ଯିବା ସେ ବ୍ୟବସ୍ଥାକୁ ଦେଖିବା ତ ବ୍ୟବସ୍ଥାରେ କଣ ଥିଲା ଯେ ବିଶ୍ରାମବାରେ ଯେ ଯୋଉ ପାରୁନଥିଲା ଯେ ଜୀବନୀ ନା ସେ ବିଶ୍ରାମକୁ ପବିତ୍ର ରୂପେ ପାଳନ କରିବ ନାହିଁ ସେ ଯଦି ଅନ୍ୟ କାର୍ଯ୍ୟ କରିବ ତାହାକୁ ହତ କରାଯିବ ତାହାକୁ ପଥର ମାରିକି ତାହାକୁ ହତ କରାଯିବ ବୋଲି ସେ ନିୟମଟା ଥିଲା ହେଲେ ପ୍ରଭୁ ଯୀଶୁ ଯେଉଁ ସମାଜରେ ଆସିଲେ ନୂତନ ନିୟମରେ ଆସିଲେ ଆଉ ସେ ବ୍ୟବସ୍ଥା ଯୋଉ ବିଷୟ ନିୟମ ଦେଇଥିଲେ ଇସ୍ରାଏଲୀୟ ମାନଙ୍କୁ ତାଙ୍କର ସେଇ ବ୍ୟବସ୍ଥା ଯୋଉ ଦିଆ ହେଇଥିଲା ସେଇ ନିୟମଟା ଅଲଗା ଥିଲା ଯେତେବେଳେ ସେମାନେ ମିଶ୍ର ଦେଶରୁ ବାହାରିକି ଆସିଥିଲେ ସେମାନଙ୍କୁ ଗୋଟେ ଜୀବନୀ ତାଙ୍କୁ ବଢେଇବା ନିମନ୍ତେ ସେ ବିଷୟ ନିୟମ ବ୍ୟବସ୍ଥା ଦେଇଥିଲେ ପ୍ରେଜ୍ ଦ ଲର୍ଡ ହାଲେଲୁୟା ହେଲେ ସେଇ ବ୍ୟବସ୍ଥାକୁ ପ୍ରଭୁ ଯୀଶୁ କଣ କଲେ ଏଇ ଜାଗାରେ କହୁଅଛନ୍ତି ସାଧୁକି ଫାରୁସୀ ମାନେ କହୁଅଛନ୍ତି ଯେ ତମେ ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରୁଅଛ ପ୍ରେଜ୍ ଦ ଲର୍ଡ ହାଲେଲୁୟା ସେ ବ୍ୟବସ୍ଥାକୁ ସଫଳ କରିବା ନିମନ୍ତେ ଆସିଲେ ବ୍ୟବସ୍ଥାରେ ତାଙ୍କର ବିଷୟ ଲେଖା ହେଇଅଛି ହେଲେ ବ୍ୟବସ୍ଥାକୁ ସଫଳ କରିବା ନିମନ୍ତେ ଆସିଥିଲେ ବ୍ୟବସ୍ଥାକୁ ଭାଙ୍ଗିବା ନିମନ୍ତେ ନାହିଁ ପ୍ରେଜ୍ ଦ ଲର୍ଡ ଆଉ ପ୍ରଭୁ ଯୀଶୁ ଆସିଲେ ଆଉ ତାଙ୍କର ଅନୁଗ୍ରହ ଦ୍ୱାରା ତାଙ୍କର ପ୍ରେମ ଦ୍ୱାରା ସେଇ ଜାଗାରୁ ଆରମ୍ଭ ହେଲା ନୂତନ ନିୟମରୁ ଆରମ୍ଭ ହେଲା ସେଇ ବ୍ୟବସ୍ଥା ତାଙ୍କର ଦାସ କହିଲେ ଯେ ଆପଣା ସେଇ ଜାଗାରେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ଆଉ ଏଇଥିରେ ସମସ୍ତ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ହିଁ ସିଦ୍ଧ ହଉଅଛି ହେଇଥିଲ ହାଲେଲୁୟା ଆଉ ସେଇ ବିଷୟ ସାଧୁକି ଫାରୁସୀ ମାନଙ୍କ ଠାରେ ନଥିଲା ସେମାନେ ବ୍ୟବସ୍ଥାକୁ ପାଳନ କରୁଥିଲେ ନିୟମକୁ ଧରୁଥିଲେ
ହେଲେ ତାଙ୍କ ଠାରେ ସେ ଦୟା କରୁଣା ଆଉ ସେ ପ୍ରେମ ବିଷୟ ନଥିଲା ଆଉ ସେଇ ସମୟରେ ସେ ବିଷୟ ନଥିଲା ବ୍ୟବସ୍ଥାରେ ଯୋଉ ସମୟରେ ସେଇ ସମୟ ସେ ବିଷୟ ନଥିଲା ହେଲେ ପ୍ରଭୁ ଯୀଶୁଙ୍କର ଯୋଉ ବଳିଦାନ ହେବା ଦ୍ୱାରା ଆମେ ସେଇ ତାଙ୍କର ପ୍ରେମକୁ ତାଙ୍କର ମାନେ କଣ ହେଲା ଆମେ ତାଙ୍କର ଗୋଟିଏ ବାକ୍ୟରେ ତାମାନେ ବ୍ୟବସ୍ଥା ସିଦ୍ଧ ହଉଅଛି ହେଇଯିବ ହାଲେଲୁୟା Hallelujah. ତାପରେ ତାହେଲେ ଯଦି ଆମ ଠାରେ ଯଦି ସେ ପ୍ରେମ ଅଛି ତାହେଲେ ସବୁ କିଛି ବ୍ୟବସ୍ଥା ତାମାନେ ସଫଳ ହଉଅଛି ଆଉ ପ୍ରେମ କଣ ଆମେ ସମସ୍ତେ ଜାଣିଅଛୁ ଏଇ 13 ପଦରେ ହିଁ ଲେଖା ହେଇଅଛି ପ୍ରେମ ଦୀର୍ଘ ସହିଷ୍ଣୁ ପ୍ରେମ ହିତଜନକ ଈର୍ଷା କରେ ନାହିଁ ଆତ୍ମବଡ଼ିମା କରେ ନାହିଁ ଅହଙ୍କାର କରେ ନାହିଁ ଅନୁଚିତ ବ୍ୟବହାର କରେ ନାହିଁ ସ୍ୱାର୍ଥ ଚେଷ୍ଟା କରେ ନାହିଁ ବିରକ୍ତ ହୁଏ ନାହିଁ ଅପକାର ସ୍ମରଣରେ ରଖେ ନାହିଁ ଅଧର୍ମରେ ଆନନ୍ଦ କରେ ନାହିଁ କିନ୍ତୁ ସତ୍ୟରେ ଆନନ୍ଦ କରେ ସମସ୍ତ ସହ୍ୟ କରେ ସମସ୍ତ ବିଶ୍ୱାସ କରେ ସମସ୍ତ ଭରସା କରେ ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ ଆଉ ସେଇ ବିଷୟ ସାଧୁକି ଫାରିସୀ ମାନଙ୍କର ଠାରେ ନଥିଲା ଆଉ ବ୍ୟବସ୍ଥାର ନିୟମକୁ ଆମେ ଯଦି ଧରିବା ତାହା ସେଇ ଜାଗାରେ ସେ ବିଷୟ ନଥିଲା ସେ ପ୍ରେମ ବିଷୟ ନଥିଲା ସେ ଦୟା ବିଷୟ ନଥିଲା ପ୍ରେଜ୍ ଦ ଲର୍ଡ ହାଲେଲୁୟା ତାପରେ ଆମେ ଆଉ ଗୋଟେ ବିଷୟରେ ଦେଖିବା ଯେତେବେଳେ ଗୋଟେ ବେବିଚାରିଣୀ ଗୋଟେ ଧୃତା ସ୍ତ୍ରୀ ଧରା ପଡିଥିଲା ଆଉ ତାହାକୁ ସାଧୁକି ଫାରିସୀ ମାନେ ପ୍ରଭୁ ଯୀଶୁଙ୍କର ନିକଟକୁ ଆଣିଥିଲେ ଆଉ ସେ ବ୍ୟବସ୍ଥାକୁ ସଫଳ ବ୍ୟବସ୍ଥାର ନିୟମକୁ ସେ ଧରିକି ଆଣୁଥିଲେ ଆଉ କହୁଥିଲେ ପରୀକ୍ଷା କରୁଥିଲେ ତାହାକୁ କାଣ କରାଯିବା ଆମେ ସେଇ ଜାଗା ଜାଣୁ ଯେ ପ୍ରଭୁ ଯୀଶୁ କହିଲେ ଯେ ପାପୀ ସେ ପ୍ରଥମେ ଆସିକି ହାଲେଲୁୟା ଆମେ ପୁରାତନ ନିୟମର ବ୍ୟବସ୍ଥାକୁ ଗୋଟିଏ ବାକ୍ୟରେ ଆମେ ସିଦ୍ଧ କରିପାରିବା ଯେନ୍ଟା କି ଆମର ପ୍ରେମ ବିଷୟ ଆମର ପ୍ରତିବାସୀକୁ ଏଇ ଜାଗାରେ ଲେଖାଯାଏ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ବିଷୟ ଲେଖା ହେଇଅଛି ଏଇସର ହାଲେଲୁୟା ପ୍ରତିବାସୀ ତାପରେ ଏଇ ଜାଗାରେ ଆମେ ବି ଆହୁରି ଦେଖିବା ଯେ ପ୍ରତିବାସୀ କିଏ ଆମର ପ୍ରତିବାସୀ କିଏ ଆଉ ଗୋଟେ ଜାଗାରେ ଆମର ପ୍ରତିବାସୀ କିଏ ହେବ ଆମର ଘରର ପାଖରେ ଯେ ଅଛି ସେ ପ୍ରତିବାସୀ ନା ଆମର ଘରର ସାମ୍ନାରେ ଯେ ଅଛି ସେ ପ୍ରତିବାସୀ ହେଇଯିବ ହାଲେଲୁୟା ସେ ବିଷୟ ଆମେ ଜାଣବା ଯେ ପ୍ରତିବାସୀ କିଏ ଜାଣୁ ଯେ ଗୋଟେ ଡକାୟତ ସରି ଗୋଟେ ବାକ୍ୟଟା ମନେ ନାହିଁ ପଡବା ହଉ ଠିକ ଅଛି ଆଉ ସେଇ ବିଷୟ ତାଙ୍କ ଠାରେ ନଥିଲା ହେଲେ ଏଇ ଜାଗାରେ ଆମେ ଆଉ ଗୋଟେ ଦେଖିବା ଯେ ପ୍ରଭୁ ଯୀଶୁ ପ୍ରେମ ନିୟମକୁ ବଦଳାଇ ଥାଏ ବୁଝିଲ ପ୍ରଭୁ ଯୀଶୁଙ୍କର ପ୍ରେମ ବ୍ୟବସ୍ଥାକୁ ସେ ବଦଳାଇଥିଲେ ଚେଞ୍ଜ କରିଥିଲେ ଆଉ ସେଇ ଜାଗାରେ ବ୍ୟବସ୍ଥାର କେତେଟା ନିୟମ ଚେଞ୍ଜ ହେଇଥିଲା ଆଉ କେତେଟା ନିୟମ ଚେଞ୍ଜ ହେଇନଥାଏ ସେଟା ବି ଅଛି ସମୟ ନାହିଁ ତାପରେ ପ୍ରେମ ଆମକୁ କଣ କରିଥାଏ ମାର୍ଗଦର୍ଶନ କରାଏ ଦେଇଛଲ ହାଲେଲୁୟା ତାପରେ ଦେଖୁ ହେଇ ଲୋକପଦରେ ଆମେ ଦେଖିଲା ଯେ ବିଶ୍ରାମ ବାରରେ ଗୋଟେ ତାହେଲେ ଆମେ ବିଶ୍ରାମ ବାରକୁ ଆମେ ଯଦି ପାଳନ କରୁଅଛୁ ତାହେଲେ ଆମେ ଶେଷ ସମୟରେ ପରମେଶ୍ୱରଙ୍କର ଠାରେ ଆମେ ମହାବିଶ୍ରାମରେ ଆମେ ସ୍ଥାନ ପାଇବା ବୁଝିଲ ଆଉ ଆମେ ଯଦି କିନେ ଭାବୁଅଛୁ ଯେ ବିଶ୍ରାମ ବାରକୁ ତ ମୁଁ ଯାଉନି କିଛି ହଉନାହିଁ ବ୍ୟବସ୍ଥାରେ ତ ସେ ବିଷୟ ନିୟମ ଥିଲା ହେଲେ ନୂତନ ନିୟମରେ ତ ସେ ବ୍ୟବସ୍ଥା ନାହିଁ କିଛି ତ ହଉନାହିଁ ହେଲେ ସେଇ ବିଷୟ ଯଦି କିନେ ଦେଖିବା ବୋଲେ କିନେ ଭୁଲ ହେଲେ ଆମେ ପରମେଶ୍ୱରଙ୍କୁ ପ୍ରେମ କରିବା ଆଉ ସେଇ ପ୍ରେମ ଅନୁସାରେ ଆମେ ନିକଟବର୍ତ୍ତୀ ହେବା ତାହେଲେ ଆମେ ହେଇପାରିବା ଦେଇଜଲ ଆଉ ସେଇ ପ୍ରେମରେ ହିଁ ସବୁ ବ୍ୟବସ୍ଥା ସଫଳ ହଉଅଛି ଦେଇଜଲ ହାଲେଲୁୟା ସ୍ୱଳ୍ପ ବାକ୍ୟ ବୁଝିବାରେ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ ଆଶୀର୍ବାଦ କରନ୍ତୁ ଆଉ ପବିତ୍ର ଆତ୍ମା ସାହାଯ୍ୟ କରନ୍ତୁ ଆମେନ୍।